ସକାଳେ ଯାଇଥିଲେ ତାର ଗୋଟେ ଆଈ ଗୋଟେ ପଠେଇଥିଲେ କ୍ଷୀର ଦେଇକି। ସେ ଯେତେବେଳେ ତା ଆଈ ଡାକିଦିଏ ସବୁବେଳେ ଯାଇ କ୍ଷୀର ଦେଇକି ଆସେ। ତାର ଆସିକି ତା ଆଈ କତିରେ ଟିକେଟ ତିଳି ରଖିଦେଇ କାଲି ଛୁଟି ଯେ ସବୁବେଳେ ସ୍କୁଲ ଯାଏ କିନ୍ତୁ କାଲି ତା ଛୁଟି ଥିଲା। ଛୁଟି ଥିଲା ସମୟରେ ସେଠୁ ଯେତେବେଳେ ଆସିକି କ୍ଷୀର ଦେଇକି ଆସିଲା ଆସିକି ତା ମାମା କହିଲା ମାମା ମୁଁ ଖାଇମି। ତା ମାମା ସେଠୁ କହିଲା ହଉ ତମେ ଯାହା ଦାନ୍ତ ଖାଉଛ ଝିଅ କ'ଣ ତମ ସାଙ୍ଗରେ ଖାଇବା କହୁଛି। ମୁଁ ସେ ଛୁଆଟା ମୋ ସାଙ୍ଗରେ ସବୁବେଳେ ଖାଏ। ଆଉ ସେ ମୁଁ ଯେତେ ରାତିରେ ଆସେ କି ନିଦର ସହିତ ଡାକିମି ଉଠିବ ମୋ ସାଙ୍ଗରେ ଖାଇବ। କିନ୍ତୁ ଯେତେବେଳେ ଖାଇସାରିକି ମୁଁ ଖାଲି ଜଷ୍ଟ ଟିକେ ଛକ ଆଡ଼କୁ ଯାଇଛି, ତା ମାମା ଖାଲି କହିଗଲା ମାମା ମୁଁ ଯାଉଛି ମାଉସୀ ଘରକୁ। ସେତେବେଳେ 10ଟା ଆଉ ମାନେ 9:30 କି 10ଟା ଭିତରେ ସେ ତା ମାଉସୀ ଘରକୁ ଯାଇଛି। ତା ମାମା ଯେତେବେଳେ ତା ମାମା କହିଲା ସେ କହିକି ଗଲା ମାଉସୀ ଘରକୁ ଯାଉଛି ବୋଲି। ସେଠୁ ଆମର ରୋଷେଇବାସ ସରିଲା। ମୁଁ ଗାଧେଇକି ଆସି ସାରିଲା ପରେ ସେଠୁ ତା ମା ଫୋନ୍ କଲା ତା ମାଉସୀ କତିକି। ତା ମାଉସୀ ଗଲା ସେ ତ 11:30 ଖଣ୍ଡ ବେଳକୁ ଯାଇସାରିଲାଣି। ସେଠୁ ମୋ ମୁଣ୍ଡ ବିଚଳିତ କଲା। ମୋ ଛୁଆଟା କିନ୍ତୁ କୋଉଠି ରୁହେ ନା କି କାଠିକି ଯଦି ଯିବ ସେ ସାଙ୍ଗେ ସାଙ୍ଗେ ପଳେଇ ଆସିବ। ଏମିତି ହେଇଛି ମୁଁ ଖୋଜାଖୋଜି କରିନି। ଖୋଜାଖୋଜି କରିସାରିଲା ପରେ ନ ପାଇନି ସେଠୁ ଚାନ୍ଦବାଲି ଥାନାକୁ ଯାଇଥିଲି। ଚାନ୍ଦବାଲି ଥାନାରେ ମୋତେ କହିଲେ କି ଦେଖ ସେ କୋଉଠି ସାଙ୍ଗସାଥି ଭିତରେ ଯଦି ଥିବେ ନହେଲେ ତମେ ଯଦି ନ ପାଇବେ ସନ୍ଧ୍ୟା 6ଟା 6:30 ଭିତରେ ଆସି FIR ଇଏ କରିବେ।